ଅନଲାଇନ୍ ଷ୍ଟଡି ଜ୍ଞାନକୁ ସ୍ୱାଗତ କରୁଛି। ଆଜି ଆମେ ବାସର ପଢିବା ମାନେ କୋଉ ବାର କୋଉଟା ଆମେ କହିଦଉ ସେଇଟା ହଉଛି ଷଷ୍ଠ ଶ୍ରେଣୀର ସବୁ ସଂସ୍କୃତ ବହିରେ ଆମେ ଏକବିଂଶତି ପାଠ ପଢୁଛେ। ଏଇଟା ଏକବିଂଶତି 21 ନମ୍ବର ପାଠ। ତ ବାସରହ ମାନେ ବାର, ମାନେ ଆଜି କୋଉ ବାର, କାଲି କୋଉ ବାର, ପରଦିନ କୋଉ ବାର, ଏଇ ଯୋଉ ଆମେ ଓଡ଼ିଆରେ କହିଥାଉ ସେଇ ବାରର ଆଜି ଆମେ ଏସବୁ ଜିନିଷ ପଢିବା। ତ ଆମେ ଜାଣିଛୁ ଆମ କୋଡ଼ିଏ ସପ୍ତାହକୁ ସାତଟି ଦିନ, ଆଉ ପ୍ରତିଦିନର ଗୋଟେ ଗୋଟେ ନାଁ ଅଛି। ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର, ଏପରି ଭାବରେ 7ଟି ନାଁ ଅଛି ଆମ ଓଡ଼ିଆରେ। ସେଇ ଓଡ଼ିଆରେ ଯେଉଁ ନାମଟା ଅଛି ତାହାକୁ ଆମେ ସଂସ୍କୃତରେ ଆଜି ଜାଣିବାକୁ ପାଇବା। ତ ଦେଖ ଏଥିରେ ରବିବାସରହ, ରବି ରବି ମାନେ ସୂର୍ଯ୍ୟ, ବା ଆମେ ରବିବାରକୁ ରବିବାସର ବୋଲି କହିବା। ସୋମବାରକୁ ସୋମବାସରହ ବୋଲି କହିବା। ମଙ୍ଗଳବାରକୁ ମଙ୍ଗଳବାସରହ ବୋଲି କହିବା। ବୁଧବାରକୁ ବୁଧବାସରହ ବୋଲି କହିବା। ଗୁରୁବାରକୁ ଗୁରୁବାସର ବୋଲି କହିବା। ଶୁକ୍ରବାରକୁ ଶୁକ୍ରବାସର ବୋଲି କହିବା। ଆଉ ଶନିବାରକୁ ଶନିବାସରହ ବୋଲି କହିବା। ବାସର ମାନେ ବାର, ଏଇଟା ତ ଓଡ଼ିଆରେ ତମେ ଜାଣିଗଲ। ବାସର ଅର୍ଥ ହଉଛି ବାର, ସେଇ ଦିନକୁ ଆମେ କହିବା। ତ ଏଇଟା ଥିଲା ଆମର 7 ଦିନର ସଂସ୍କୃତର, ଯୋଉଟା କି ଆମେ ଜାଣିପାରିଲେ। ତାପରେ ଦେଖିବା ଆମେ କିପରି ଭାବରେ ଆଜି ଆଜି କାଲି କ'ଣ ଥିଲା ଆଉ ଆସନ୍ତାକାଲି କ'ଣ ହେବ, ତା ଆସନ୍ତାକାଲି କ'ଣ ହେବ ସେଇଟା ଆମେ ଜାଣିବା। ଅଦ୍ୟ ସୋମବାସରଃ, ଅର୍ଥାତ୍ ଆଜି ହେଉଛି ସୋମବାର। ଯଦି ଆମେ କହିବା ଆଜି ସୋମବାର, ତାହେଲେ ଆସନ୍ତାକାଲି କ'ଣ ହେବ, ମାନେ ଆସନ୍ତାକାଲି ଆମେ କ'ଣ କହିବା, ତ ଆସନ୍ତାକାଲି ଆମେ କହିବା ଶ୍ଵଃ ମଙ୍ଗଳବାସରଃ। ଶ୍ଵଃର ଅର୍ଥ ହେଉଛି ଆସନ୍ତାକାଲି। ଏଇ ଯୋଉ ଆମେ ଶ୍ଵଃ ଆମେ ଦେଖୁଛେ, ଏଇ ଶ୍ଵଃର ଅର୍ଥ ହେଉଛି ଆସନ୍ତାକାଲି। ତ ଏବେ ଦେଖ, ଅଦ୍ୟର ଅର୍ଥ ହେଉଛି ଆଜି, ଶ୍ଵଃର ଅର୍ଥ ହେଉଛି ଆସନ୍ତାକାଲି, ପରଶ୍ଵଃର ଅଛି ତା ଆସନ୍ତାକାଲି, ପ୍ରପରଶ୍ଵ ଅଛି ତା ଆସନ୍ତାକାଲି। ମାନେ ଧର ଏଇଟା ମୁଁ ଗୋଟେ ଏକ୍ଜାମ୍ପଲ ଦଉଛି। ଅଦ୍ୟ ମାନେ ଆଜି, ଅଦ୍ୟ ସୋମବାସରଃ, ଶ୍ଵଃ ମଙ୍ଗଳବାସରଃ ବୋଲେ ଆସନ୍ତାକାଲି ମଙ୍ଗଳବାର, ପରଶ୍ଵଃ ବୋଲେ ବୁଧରଃ, ମାନେ ପର ଦିନ ଯୋଉ ଆମେ କହୁଛୁ ତା ଆର ଦିନ, ଆସନ୍ତାକାଲି ତା ଆର ଦିନକୁ ଆମେ ବୁଧବାର ବୋଲି କହିଛୁ। ପରଶ୍ଵଃ ମାନେ କହିଲେ ତା ଆର ଦିନ, ଅର୍ଥାତ୍ ସେଇ ଯୋଉ ବୁଧବାରର ଅନ୍ୟ ଆଗ ଦିନ ହଉଛି। ଠିକ ସେହିପରି 7 ଦିନରେ ଆମେ ଜାଣିପାରିବା ଅଦ୍ୟ ବୁଧବାର, ଆଜି ହଉଛି ବୁଧବାର। ହ୍ୟଃ ମଙ୍ଗଳବାସରଃ, ଅର୍ଥାତ୍ ଆସନ୍ତାକାଲି। ହ୍ୟଃର ଅର୍ଥ ହଉଛି ଗତକାଲି, ଗତକାଲି ମଙ୍ଗଳବାର ଥିଲା। ପରହ୍ୟଃ ବୋଲେ ତା ପର ଦିନଟା ଗତକାଲି ସୋମବାର ଥିଲା। ପରହ୍ୟଃ ମାନେ ତା ପର ଦିନଟା ରବିବାର ଥିଲା। ତାପରେ ଠିକ ସେହିପରି ଶ୍ଵଃ ମାନେ ଆସନ୍ତାକାଲି ଗୁରୁବାର, ପରଶ୍ଵଃ ଶୁକ୍ରବାର, ପରଶ୍ଵଃ ଶନିବାର। ଏହିପରି ଭାବରେ ଟୋଟାଲ ଆମେ ଜାଣିପାରିବା ଯେ ଏଇ ଗୋଟେ ସପ୍ତାହରେ କ'ଣ କ'ଣ ଅଛି ବୋଲିକିରି। ତୁମେ ଏଇଟା ଦେଖ ଭଲ କରି। ଯଦି ହ୍ୟଃ କଲା, ମାନେ ଆମେ ଯଦି ହ୍ୟଃ କରିଲେ, ତାହେଲେ ଏଇଟା ହ୍ୟଃ, ପରହ୍ୟଃ, ପରହ୍ୟଃ, ଗତକାଲି, ତା ପର ଗତକାଲି, ଆଉ ତା ପର ଗତକାଲି। ଏହିପରି ଭାବରେ ଡେ ବାଇ ଡେ, ଦିନକୁ ଦିନ ପରିବର୍ତ୍ତନ ହେଉଛି। ଠିକ ସେପରି ଶ୍ଵଃ, ପରଶ୍ଵଃ, ପରଶ୍ଵଃ, ଅର୍ଥାତ୍ ଆସନ୍ତାକାଲି, ତା ଆସନ୍ତାକାଲି, ତା ଆସନ୍ତାକାଲି, ଏପରି ଭାବରେ ଯିବ। ତ ଏବେ ଓଭରଅଲ୍ ଆମେ ଦେଖିବାକୁ କହିବା, ଯଦି ଏଇଟା ଅଦ୍ୟ ଶୁକ୍ରବାସରଃ, ଆଜି ହେଉଛି ଶୁକ୍ରବାର। ହ୍ୟଃ ଗୁରୁବାସରଃ, ଆସନ୍ତା ଗତକାଲି କ'ଣ ଥିଲା, ଗୁରୁବାର ଥିଲା। ଏବେ ପରହ୍ୟଃ ବୁଧବାର ହେବ ଏବଂ ପରହ୍ୟଃ ମଙ୍ଗଳବାର ହେବ। ଏହିପରି ଭାବରେ ଆମକୁ 3ଟି ଏକ୍ଜାମ୍ପଲ ମାଧ୍ୟମରେ ଅଲ୍ ଟୋଟାଲ ଦେଇଦେଇଛି। ତ ଆମେ କିପରି ଭାବରେ ଏଇଟା ଜାଣିପାରିବା ବୋଲିକରି। ତ ଏଥିରେ ତମକୁ ଖାଲି ଗୋଟିଏ ଜିନିଷ ମନେ ରଖିବାକୁ ପଡିବ। ଅଦ୍ୟ ମାନେ ଆଜି, ଶ୍ଵଃ ମାନେ ଆସନ୍ତାକାଲି, ହ୍ୟଃ ମାନେ ଗତକାଲି। ଏଇ 3ଟି ତମେ ଯଦି ଜାଣିଗଲ, ତ ଏଇଟା ପରଶ୍ଵଃ, ପରଶ୍ଵଃ ଆଉ ପରହ୍ୟଃ, ପରହ୍ୟଃ ଅଟୋମେଟିକ ତମ ମନକୁ ଆସିଯିବ। ଖାଲି ତମକୁ ସ୍ୱର କରିବାକୁ ପଡିବ ଶ୍ଵଃ ମାନେ ଆସନ୍ତାକାଲି, ହ୍ୟଃ ମାନେ ଗତକାଲି। ତ ଏହା ଥିଲା ତୁମର ପାଠଟା। ଆହୁରି ଅଛି, ଦେଖିଦେବା ସେଇଟା। ଯେପରିକି ଅଦ୍ୟ ରବିବାସରଃ, ତ ଶ୍ଵଃ କ'ଣ ହେବ, ଆସନ୍ତାକାଲି କ'ଣ ଥିଲା, କ'ଣ ହେବ, ତାମାନେ ରବିବାର ଗଲେ ସୋମବାସର ହେବ। ପରଶ୍ଵଃ କ'ଣ ହେବ, ସୋମବାର ଗଲେ ମଙ୍ଗଳବାସର ହେବ। ଆଉ ପରଶ୍ଵଃ କ'ଣ ହେବ ବୋଲେ ଏଇଟା ବୁଧବାସର ହେବ। ଠିକ ସେହିପରି ତମେ ଯଦି ଏଇଟା ଏରୋଚିହ୍ନ ଦେଖ, ଏରୋଚିହ୍ନ ଏପଟେ ଅଛି, ଏଇଟା ଏପରି ଅଛି, ଏପରି ଏପଟକୁ ଅଛି। ତ ଆମକୁ କ'ଣ କରିବ, ଅଦ୍ୟ ସପୋଜ, ଅଦ୍ୟ କ'ଣ, ଆଜି କୋଉ ବାର, ଆଜି ହେଉଛି ଶୁକ୍ରବାର। ମୁଁ ଯୋଉଟା ଭିଡ଼ିଓ ଅପଲୋଡ କରୁଛି, ଆଜି ହେଉଛି ଶୁକ୍ରବାସରଃ। ହ୍ୟଃ କ'ଣ ଥିଲା, ମାନେ ଗତକାଲି କ'ଣ ହେବ, ଗୁରୁବାସରଃ। ପରହ୍ୟଃ ବୁଧବାସରଃ, ପରହ୍ୟଃ ମଙ୍ଗଳବାସରଃ। ଏହିପରି ଭାବରେ ହେବ। ତ ତୁମେ ମାନେ ଆସନ୍ତାକାଲି, ଗତକାଲି ଭାବରେ ନେଇକି ମାନେ ଡିଟେଲ କରିପାରିବ। ଏହା ଅର୍ଥ ଟୋଟାଲଟା ମୋତେ ଦେଇଦେଇଛି। ମୋତେ ଅର୍ଥ ତୁମମାନଙ୍କୁ ଆଉ ବେଶୀ କିଛି କହିବାକୁ ପଡ଼ିବ ନାହିଁ। ଏଇଟା ହେଉଛି ତା ଅର୍ଥ ଗୁଡ଼ିକ। ଆଜି ଯୋଉଟା କି ହେଉଛି ଅଦ୍ୟ, ଶ୍ଵଃ ଆସନ୍ତାକାଲି, ପରଶ୍ଵଃ ତା ପରଦିନ, ପରଶ୍ଵଃ ଅପରଦିନ, ହ୍ୟଃ ଗତକାଲି, ପରହ୍ୟଃ ତା ପୂର୍ବ ଦିନ, ପରହ୍ୟଃ ତହିଁ ପୂର୍ବ ଦିନ। ଏହିପରି ଭାବରେ ତୁମକୁ
अर्थ भी ऑलरेडी ଦେଇଛି ତୁମକୁ ଜାଣିବାକୁ ପଡିବ ଖାଲି ମୁଁ ଗୋଟେ ଜିନିଷ କହୁଛି ଯୋଉଟା କି ଅଦ୍ୟ ସ୍ୱଃ ଆଉ ह्यः ଏଇ ତିନୋଟି ଜିନିଷ ତୁମେ ଯଦି ଜାଣିଗଲ ଆସନ୍ତାକାଲି କୋଉଟା ଆଉ ଗତକାଲି କୋଉଟା ତାହେଲେ ତୁମ ଅଟୋମେଟିକ ପରହ୍ୟଃ ଆଉ ପରହ୍ୟଃ ଆଉ ପରସ୍ୱଃ ପରସ୍ୱଃ ଏଇଟା ତୁମ ମାନଙ୍କୁ ହେଇଯିବ। ତ ଭିଡ଼ିଓଟି କେମିତି ଲାଗିଲା ମୋତେ ନିଶ୍ଚୟ କହିବ। ମୁଁ ନେକ୍ସଟ ଭିଡ଼ିଓରେ ଏହାର ଅଭ୍ୟାସ ଦେଇଦେବି। ଆମ ଚ୍ୟାନେଲରେ ଏହିପରି ଭାବରେ ଷଷ୍ଠରୁ ମେଟ୍ରିକ ସାଇନ୍ସ ମୁଁ ଭିଡ଼ିଓ ଦେଉଛି। ବିଳମ୍ବ ହେଲେ ମଧ୍ୟ ତୁମକୁ ଡିଟେଲ ମୁଁ ଯୋଉ ପାଠ ବି ଦଉଛି ଟେକ୍ନିକ ଭାବରେ ଦଉଛି। ଅବୁଝା ରହିଲେ ମୋତେ କମେଣ୍ଟ କରିବ। ଯଦି କୋଉ ପାଠ ଆଉଥରେ ବୁଝିବାକୁ ହେଲେ ବି ସେଇଟା କମେଣ୍ଟ ମାଧ୍ୟମରେ ମୋତେ ଜଣେଇ ପାରିବ। ରଖୁଛି, ଧନ୍ୟବାଦ।